ଶିକ୍ଷା ବ୍ୟବସ୍ଥା କାହିଁ ଭୁଷି ପଡ଼ିବ? ଆମ ସର୍ବଭାରତୀୟ ସ୍ତରରେ ପିଲାମାନେ ତ ଭଲ କରୁଛନ୍ତି। ଏଇ 25-26 ଭିତରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ପିଲାମାନେ କେଉଁ ସ୍ତରରେ ପହଞ୍ଚନ୍ତି? ସିଭିଲ୍ ସର୍ଭିସରେ ପହଞ୍ଚନ୍ତି, ଓଡ଼ିଶା ସିଭିଲ୍ରେ ପହଞ୍ଚନ୍ତି, IIT ଫାଇଟ୍ରେ ଭଲ ନାଁ କରିଛନ୍ତି। ଆଉ ତାହେଲେ ଭୁଷି ପଡ଼ିଲା କୁଆଡ଼େ? ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ୟାବିନେଟ୍ ମିଟିଂ ପରେ ଏ ବିଷୟ ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଏକଥା ମୁଁ ଏଇଠାରେ ଏଇ ମତ ରଖିବି, ଶିକ୍ଷା ବ୍ୟବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଳେ ଭୁଷୁଡ଼ି ଯାଇନଥିଲା, ବରଂ ତାହା ଆହୁରି ଏକ ଉନ୍ନତ ସ୍ତରକୁ ଯାଇଥିଲା ସର୍ବଭାରତୀୟ ସ୍ତରରେ। ଆପଣଙ୍କୁ ଗୋଟେ କଥା କହୁଛି, ଆପଣ ଯଦି ଦେଖିବେ ଗୋଟେ ଟାଞ୍ଜିବୁଲ ଚେଞ୍ଜ ହେଇଥିଲା ପରଫର୍ମାନ୍ସ ଗ୍ରେଡିଂ ଇନଟେକ୍ PGI 2 ବିଟୱିନ୍ 2019-20 ଆଉ 23-24 ଏଇଟା ସମଗ୍ର ଦେଶରେ 5th ପୋଜିସନରେ ପହଞ୍ଚିଥିଲା। ଯଦି ଏହା ଥାଏ PGI ଯେଉଁ 2 ଲେଭେଲ ସମଗ୍ର ଦେଶରେ 5th ପୋଜିସନରେ ପହଞ୍ଚିଥିଲା। ଏ ରିପୋର୍ଟ ଆପଣ ଦେଖିପାରନ୍ତି, ଅଛି ସବୁଥିରେ। ତେଣୁ କହିବାର କଥା ହେଉଛି ଯେ ଦ୍ୱିତୀୟ ପର୍ଯ୍ୟାୟକୁ ଆସିବି ଯେ ହାଇସ୍କୁଲ ସ୍ତରରେ ଯେଉଁ କାର୍ଯ୍ୟକ୍ରମ ନିଆଯାଇଥିଲା 5T କେନ୍ଦ୍ରରେ, ତାକୁ ଯଦି ଆମେ ସମ୍ପୂର୍ଣ୍ଣ ଭାବେ ଦେଖିବା ଦୋଷଯୁକ୍ତ, ତା ଠିକ୍ ନୁହଁ। ଅନେକ ସ୍କୁଲରେ ଖାଲି ରାଜଧାନୀ ଭୁବନେଶ୍ୱରରେ ନୁହେଁ, ଦୂର ଦୂରାନ୍ତରେ ଶିକ୍ଷାର ପରିବେଶରେ ମାନେ ଅନେକ ଉନ୍ନତି ହେଇଥିଲା। ଆପଣ ନିଜେ ଜାଣନ୍ତି କୌଣସି ବ୍ୟବସ୍ଥା ତ୍ରୁଟି ଶୂନ୍ୟ ନୁହେଁ, କୋଉଠି କୋଉଠି ହୁଏତ ତ୍ରୁଟି ଥାଇପାରେ, କିନ୍ତୁ ଅଧିକନ୍ତୁ ଶିକ୍ଷାର ପରିବେଶରେ ପରିବର୍ତ୍ତନ ଆସିଥିଲା। ବିଜ୍ଞାନଗାର ହେଉ ବା ଗ୍ରନ୍ଥାଗାର ହେଉ ଏବଂ ଯେଉଁ ସ୍କୁଲର ଯେଉଁ ଲାବୋରେଟୋରୀ ଯାହା କହୁଛନ୍ତି ବିଜ୍ଞାନଗାର କଥା କହିଲି, ସେଥିରେ ଶିକ୍ଷାର ଶୈକ୍ଷିକ ପରିବେଶ ଶିକ୍ଷାର ପରିବେଶରେ ନିଶ୍ଚିତ ଭାବେ ଉନ୍ନତି ଆଣିଥିଲା। ହଁ, ଆହୁରି ଅନେକ ଆବଶ୍ୟକତା ଥିଲା ଯେଉଁଟା ପରବର୍ତ୍ତୀ ସ୍ତରରେ ମଧ୍ୟ କରାଯାଇପାରିଲା। ପ୍ରଥମ ପର୍ଯ୍ୟାୟ ଯେଉଁ 1000ରୁ ଅଧିକ ନେଇଥିଲେ, ସେଥିରେ ଅନେକ ଜାଗାରେ ମଧ୍ୟ ପରିବର୍ତ୍ତନ ହେଇଥିଲା। କିନ୍ତୁ ଆମେ ଯଦି ସବୁକୁ ଦେଖିବା ହଳଦିଆ ଚଷମାରେ, ତାହେଲେ ସବୁଠି ହଳଦିଆ ଦେଖାଯିବ, ଭଲ ଆଉ ଦେଖାଯିବନି। ଧର କହିବେ ରଙ୍ଗ ମାରିବା କଥା କହୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ରଙ୍ଗ ମାରିବା କଥା କହୁଛନ୍ତି। ଏଠି ତ କ୍ୟାପିଟାଲ ହସ୍ପିଟାଲ ମୁଁ ଆମ ALS ଆମ୍ବୁଲାନ୍ସ ଦେଇଥିଲି ମୋ ଯେଉଁ ବିଧାୟକ ପାଣ୍ଠିରୁ, ସେ ନାଁ ଉପରେ ତାକୁ ମୋ ନାଁ ଉପରେ ବି ରଙ୍ଗ ମାରିଦେଲେ। ତାଙ୍କୁ କିଏ କହିଥିଲା କି ରଙ୍ଗ ମାରିବାକୁ? ରଙ୍ଗ ମାରିବାର ଅଛି, ଶିକ୍ଷାରେ ତାଙ୍କଠୁ ଶିଖନ୍ତୁ। ତେଣୁ ମୋର କହିବାର କଥା ହେଉଛି ଶିକ୍ଷାର ପରିବେଶ ଅନେକ ହେଇଥିଲା। ଧରନ୍ତୁ ହାଇସ୍କୁଲ ସ୍ତରରେ, ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଫକୀରମୋହନଙ୍କ ନାମରେ ବି ଯେଉଁ ଶିକ୍ଷା ବୃତ୍ତି ବି ରହିଥିଲା। ଆପଣ ଦେଖନ୍ତୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର ହେଇଥିଲା ନବୀନ ପଟ୍ଟନାୟକ ଟାଇମ୍ରେ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସମ୍ବଲପୁରରେ ହେଇଥିଲା। ନାଇଜର ନବୀନ ପଟ୍ଟନାୟକ ବେଳେ ହେଇଥିଲା ଏବଂ ଆଇଜର ମଧ୍ୟ ହେଇଥିଲା। ଏବଂ ଯେଉଁଗୁଡ଼ିକ ମୁଁ ତତ୍କାଳୀନ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ହିସାବରେ ମୁଁ ଗୋଟିଏ ଦୃଷ୍ଟାନ୍ତ ରଖୁଛି। ଓଡ଼ିଶାରେ ହାଇସ୍କୁଲ ସ୍ତରରେ ଗଣିତ ଓ ବିଜ୍ଞାନ କ୍ଷେତ୍ରରେ ଶିକ୍ଷକମାନଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ଏହି ବିଭାଗ ଆଉ ସ୍କୁଲ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏବଂ ତଫସିଲଭୁକ୍ତ ଜାତି ଉପଜାତି ବିଭାଗ ମିଳିତ ପ୍ରଚେଷ୍ଟାରେ, ବିଜ୍ଞାନ କାରିଗର ବିଭାଗ ମିଳିତ ପ୍ରଚେଷ୍ଟାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋର ତାହା ସହିତ ଗୋଟିଏ ଚୁକ୍ତିପତ୍ର ହେଇଥିଲା, ଯାହାଫଳରେ ବହୁତ ଶିକ୍ଷକ ଯାଇ ବାଙ୍ଗାଲୋରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋରରେ ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଯେଉଁ ନୂଆ ନୂଆ ପଦ୍ଧତି ଆସିଛି ସେ ବିଷୟରେ ସେମାନେ ତାଲିମ ଦେଇଥିଲେ। ସିଏ ପରୋକ୍ଷରେ କାହାକୁ ସାହାଯ୍ୟ କଲା? ଆମରି ଛାତ୍ରମାନଙ୍କୁ କଲା। ତେଣୁ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ଯାଇନଥିଲା, ଶିକ୍ଷା ବ୍ୟବସ୍ଥାରେ କିଛି ଉନ୍ନତି ହେଇଥିଲା। ଆହୁରି ଅଧିକନ୍ତୁ ମଧ୍ୟ ଆବଶ୍ୟକତା ଥିଲା, ସେଇଟା ବି ସଦାବେଳେ ରହିବ। ଏ ସରକାର ବେଳେ ରହିବ, ଆଗାମୀ ସରକାର ଆସିଲେ ରହିବ, ଯିଏ ବି ଥିଲେ ତାଙ୍କ ବେଳେ ମଧ୍ୟ ଆବଶ୍ୟକତା ଅଛି। ନାଇଁ ପ୍ରାଥମିକ ଶୁଣନ୍ତୁ, ମୁଁ ତ ଖାଲି କହୁଛି ଆପଣ ଯାଇ ଦେଖନ୍ତୁ। ଏଇଠି ନା ଏଇଠି ପଞ୍ଚାୟତ ଅଛି, ଯାଇ ଦେଖନ୍ତୁ। ଏଇଠି କୋଟକଣ୍ଡା ବାସବାଘାଇ ପଞ୍ଚାୟତ ଅଛି, ଏଠି ଧଉଳି ପଞ୍ଚାୟତ ଅଛି, ଯାଇ ଦେଖୁନାହାନ୍ତି କେଉଁଠି ପ୍ରାଥମିକ ଶିକ୍ଷା ରଙ୍ଗ ମରା ହେଇଛି। ଖାଲି କହିଦେଲେ ହେବନି। ଯାହା ଭଲ କିଛି ହେଇଛି ତାକୁ ଗ୍ରହଣ କରିବାକୁ ଅଛି, ଯାହା କିଛି ହେଇପାରିନି ସେ ବିଷୟରେ ଉପାଦେୟ ପରାମର୍ଶ ଦେଲେ ସେଇଟା ଭଲ ହେବ। ଆଉ ଆମେ ସମ୍ପୂର୍ଣ୍ଣ ରୂପେ ଆମେ ହଳଦିଆ ଚଷମାରେ ଦେଖିବା,
ठीक हम ना आमती मुझे अनुष्ठान ना कहली सर्वभारतीय अनुष्ठान IIT हो IIM हो आइजर हो नाइजर हो एपरिक जो टीचर्स ट्रेनिंग प्रोग्राम कथा कहली एपरिक आमर महाकाश विज्ञान क्षेत्र में पूर्वतन मुख्यमंत्री नवीन पट्टनायक टाटा फाउंडेशन सहित मिसिक आम पिलाମାନଙ୍କୁ विज्ञान अन्य जो अधिक अनुसंधान उत्साहन करते विभिन्न जगह नौते करते से व्यवस्था भी अच्छी जहाँ वृत्ति क्षेत्र देखु शिक्षा वृत्ति क्षेत्र में अनेक अन्वेषा कार्यक्रम हो कलिंग साथी जो शिक्षा साथी हो अनेक कारण सरकार है कंटिन्यूअस प्रोसेस गोटे सरकार चलीगले से भूषुड़ी पड़ता ये ता नहीं ये सरकार भी करेंगे तो निश्चित भाव थी से करेंगे किंतु जो कहवा जे भूषुड़ी पड़ा शिक्षा व्यवस्था ता निश्चित भाव में ठीक कथा नुह शिक्षा व्यवस्था कहीं भूषुड़ी पड़ो आम सर्वभारतीय स्तर पिला तो भल कर ये 25-26 भितर सर्वभारतीय स्तर ओडिया पिलाने कौ स्तर पहुंचती सिविल सर्विस पहुंचती ओडिशा सिविल पहुंचती IIT फाइट भल ना कर भूषुड़ी पड़ा कड़े जदि भूषुड़ी पड़ता ये तो भल कर न था तेणु अन्न को दोष दबा ठीक नुहे बर जदि कौटी किसी टिके आवश्यकता रही पूरण कर माननीय मुख्यमंत्री मोहन बाजी यत्नवान हूँ तत्पर हूँ ताले ओडावासी से ठीक लोकों सरकार निजू प्रमाणित कर देख सी उक्ति सी मो दृष्टिकोण मुझे रखिली तुम्हें जदि ओडिशा को चाहूँ आगे नवाक ताहले गठनमूलक कार्यक्रम ग्रहण करंतु खाली राजनैतिक दृष्टिकोण वाक्य कहीदेले यथार्थ हम अरे पिला माने तांको जंजाल भितरे बापा मां को भूली जाइथांते।